ମୁଁ ମୋ ଫ୍ୟାମିଲି ମେମ୍ବର ଆଣ୍ଡ ମୋ ରିଲେଟିଭ୍ସ ଘରୁ ରାତି 11ଟାରେ ବାହାରିଥିଲୁ ସମ୍ବଲପୁର ପାଇଁ ପିକନିକ୍ ଆଣ୍ଡ ଆମ ଗାଡ଼ି ଚାଲିବା ଶୁରୁ ହେଇଯାଇଥିଲା। ଆମେ ଯାଇ ସେଠି ପହଞ୍ଚିଥିଲୁ ମାନେ ସମ୍ବଲପୁରର ହୁମାରେ ପହଞ୍ଚିଥିଲୁ 5:30 ଭୋର 5:30 ସେଠି ଯାଇକି ଗୋଟେ ନଈରେ ଗାଧେଇଥିଲୁ। ଏତେ ଅପରିଷ୍କାର କରିଥିଲେ ଲୋକମାନେ ସେଠି। ଗାଧେଇକି ପୁରା ମନ ଖରାପ ହେଇଥିଲା। ଆସିକି ଆମେ ପାଣି ବୋଟଲରେ ବ୍ରସ୍ କଲୁ, ମୁହଁ ଧୋଲୁ, କୁଳି କଲୁ। ତାପରେ ଆମେ ସଜବାଜ ହେଇକି ଟିକେ ହୁମା ମନ୍ଦିର ଗଲୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ, ଶିବଙ୍କ ଦର୍ଶନ କରିବା ପାଇଁ। ମୁଁ ଏଠି ଗୋଟେ ରିକ୍ୱେଷ୍ଟ କରିବି ସେଠି ହୁମାର ଯେତେ ବି ମେମ୍ବର୍ସ ଅଛନ୍ତି କର୍ତ୍ତୃପକ୍ଷ ୟା ଫିର ଗଭର୍ଣ୍ଣମେଣ୍ଟକୁ ପ୍ଲିଜ୍ ସେଠି ଶୌଚାଳୟର ସୁବିଧା କରାଯାଉ, କାରଣ ଏଠି ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୋ ଦୀପ ଜାଳିକି ଯାଇକି ଛିଡ଼ା ହେଇଥିଲୁ ଲାଇନ୍ରେ ମହାଦେବଙ୍କୁ ଦର୍ଶନ କରି। ବହୁତ ବଡ଼ ଲମ୍ବା ଲାଇନ୍ ଲାଗିଥିଲା ଆଣ୍ଡ ମୁଁ ଦେଖାଉଛି ତା ଭିତରେ ମାନେ ଗୁମ୍ଫା ଭଳି ହେଇଥିଲା। ଠାକୁରଙ୍କ ପାଖକୁ ଯିବା ପାଇଁ ବହୁତ ହି ଲମ୍ବା ଦେଖିପାରୁଥିବେ, ପୁରା ଛୋଟ ରାସ୍ତା ଗୁମ୍ଫା ଭଳି। ସେଇଥିରେ ଆମେ ଯାଇଥିଲୁ। ମୋ ତ ଅଲମୋଷ୍ଟ ମୁଣ୍ଡ ବାଜିବା ପଡ଼ିଥିଲା, ମୁଁ ନଈନେ ଯାଇଥିଲି। ଆଣ୍ଡ ଫାଇନାଲି ପ୍ରଭୁଙ୍କ ଦର୍ଶନ ହେଇଥିଲା, ମହାଦେବଜୀଙ୍କର ଦର୍ଶନ ହେଇଥିଲା। ଦର୍ଶନ ସାରିଲା ପରେ ଆମେ ବାହାରିଥିଲୁ ସମଲେଶ୍ୱରୀ ମନ୍ଦିରକୁ, ଯୋଉଟାକି ଭିଡ଼ିଓ ଆସିବ ପାର୍ଟ 2ରେ। ଟିଲ୍ ଦେନ୍ ଷ୍ଟେ ଟ୍ୟୁନ୍ ଆଣ୍ଡ ଡୁ ସବସ୍କ୍ରାଇବ୍ ଟୁ ମାଇ ଚ୍ୟାନେଲ୍। ବାଏ ବାଏ।